ପ୍ରକୃତ ବଡ଼ ପଣିଆ. It is written by ଶରତ କୁମାରୀ ସ୍ୱାଇଁ. So କ'ଣ ଟିକିଏ ପଚାରୁ ପଚାରୁ ନିଆଁରେ ଘିଅ ଢାଳିଲା ପରି ସାଇଁ କିନା ଉଠିଲେ ବିପ୍ରଚରଣ. ବିପ୍ରଚରଣ ଦ ଫାଦର ଟୁ ଶୁଭଙ୍କର ଆଣ୍ଡ ହଜବେଣ୍ଡ ଟୁ ରୀତାଞ୍ଜଳି. ଓକେ, ସୋ କ'ଣ ଟିକିଏ ପଚାରୁ ପଚାରୁ ନିଆଁରେ ଘିଅ ଢାଳିଲା ପରି ସାଇଁ କିନା ଉଠିଲେ ବିପ୍ରଚରଣ. ସବୁବେଳେ ସିଏ ଏଇମିତି ସାମାନ୍ୟ କଥାରେ ରାଗି ଉଚ୍ଛନ୍ନ. ଆଜି ପୁଣି କ'ଣ ହେଲା କେଜାଣି? ଟିକିଏ ରହି ପଚାରିଲେ ରୀତାଞ୍ଜଳି, ଏମିତି ରାଗୁଛ କାହିଁକି? କ'ଣ ହୋଇଛି ତୁମର? ଚିଡ଼ି କରି ବିପ୍ରଚରଣ କହିଲେ, ରାଗିବିନି? ଶୁଭ କୁଆଡ଼େ ଯାଇଛି ଜାଣିଛ? ସ୍କୁଲ ଯାଇଥିଲାଟି? ଓକେ, ଦ୍ୟାଟ୍ ମିନ୍ସ ହ୍ୱାଇଲ୍ ଇନକ୍ୱାରିଂ about something, Vipracharan, the husband, got up being very irritated. Always he is like this. Gets a quick angry mood. God knows what happened today again. Stopping a while, wife Ritanjali asked, why are you getting angry? What has happened to you? Getting more irritated, Vipracharan answered, so mustn't I be angry? Do you know where Subha has gone? You knew that he went for ସ୍କୁଲ. ସୋ କିଛି ନ ବୁଝି ଆଁଟା କରି ଚାହିଁଥାନ୍ତି ରୀତାଞ୍ଜଳି. ବିପ୍ରଚରଣ କହିଲେ, ବୁଝିଲ, ଏଇ ସାଙ୍ଗେ ସାଙ୍ଗେ ନିଜ ଆଖିରେ ଦେଖି ଆସିଲି ସେଇ କ୍ଲବ୍ ଘର ସାମ୍ନାରେ ପୋଲିସ ଇନ୍ସପେକ୍ଟର ସାଙ୍ଗରେ କ'ଣ କଥା ହେଉଛି, କ'ଣ କହୁଛି କେଜାଣି, ନିହାତି ନିର୍ବୁଦ୍ଧିଆ ପିଲା. ଦ୍ୟାଟ୍ ମିନ୍ସ ରୀତାଞ୍ଜଳି ୱାଜ୍ ଲୁକିଂ, ମେକିଂ ହର୍ ମାଉଥ୍ ୱାଇଡ୍ ଓପନ୍ ଟୁ ବିପ୍ରଚରଣ. ଓକେ, ୱିଦାଉଟ୍ ଗେଟିଂ ହିମ୍. ବିପ୍ରଚରଣ said, just I came here seeing that he was conversing to a police inspector in front of the clubhouse. God knows what he was talking. Very foolish one. Okay. ତାରି ସାଙ୍ଗମାନେ ତ ଅଛନ୍ତି. କିଏ ଏମିତି ହେଉଛି? ଧାର୍ମିକ ପୁରୁଷ ତ ଗାଁଟାକୁ ସିଧା ସ୍ୱର୍ଗରେ ବଦଳାଇ ଦେବ. ସ୍କୁଲକୁ ତ ବେଶ ବାହାରି ଯାଉଛି, ହେଲେ ସେଠି ଯାଇ କରୁଛି କ'ଣ? ଆଜି ଗାଁ ସଫେଇ ତ କାଲି ପୋଖରୀ ସଫେଇ, ଆଉ କେଉଁଦିନ ବୃକ୍ଷରୋପଣ, ଏମିତି ଯେତେ ସବୁ ବାଜେ କାମ. ସୋ ହି ହେଜ୍ ମେନି ଫ୍ରେଣ୍ଡସ୍ ବଟ୍ no one is behaving like him. He is considering himself as a religious man and deciding to transform this village to heaven. He is well to do in going school, but what he does getting there? Today cleaning up village, tomorrow cleaning up pond, some other day plantation. All these worthless works he is doing. ଦୁଇଟା ଟ୍ୟୁସନ୍ ଦେଲି, କାହିଁ ଅଙ୍କ କିମ୍ବା ବିଜ୍ଞାନ କେଉଁ ଗୋଟିକରେ ଅଧିକ ନମ୍ବର ରଖିପାରିଲା କି? ଦେଖୁଛ ତ, ମୋର ଭଉଣୀ କୁହ, ଭାଇ କୁହ, କିମ୍ବା ଯେତେ ସବୁ ବନ୍ଧୁବାନ୍ଧବ କୁହ, ସମସ୍ତଙ୍କର ପିଲା ଡାକ୍ତର ଆଉ ଇଞ୍ଜିନିୟର. ସୋ ଦ୍ୟାଟ୍ ମିନ୍ସ ଆଇ ହାଭ୍ ପ୍ରୋଭାଇଡ଼େଡ଼ 2 tuitions to him, but what happened? He was unable to score good marks neither in science nor in mathematics. Do you see? Just you see at my sisters, brother and relatives, everyone's children are either doctors or engineers. ପିଉସାଙ୍କ ପୁଅକୁ ତ ଦେଖୁଛ, କେଇଟା ବର୍ଷ ହେଲା ସିଏ ଆମେରିକା ଗଲା, ଏବେ ଟଙ୍କା ଉପରେ ଚାଲୁଛି ଖାଲି. ଏହି କଥା କହିଲା ବେଳକୁ ତୁମ ପୁଅ ତୁମର କହୁଛି କ'ଣ ନା, ବାପା, ସମସ୍ତେ ଯଦି ଡାକ୍ତର କି ଇଞ୍ଜିନିୟର ହେବେ, ଅନ୍ୟ ସବୁ କାମ କରିବ କିଏ? ଶିକ୍ଷକ, ଶ୍ରମିକ, କୃଷକ ଏମାନେ ନ ରହିଲେ ସମାଜ ଚଳିବ କେମିତି? ମୁଁ ଜମା ଡାକ୍ତର କି ଇଞ୍ଜିନିୟର ହୋଇପାରିବିନି. ସବୁବେଳେ ଏମିତି ଲମ୍ବା ଭାଷଣ. ଦ୍ୟାଟ୍ ମିନ୍ସ ୟୁ ଜଷ୍ଟ ସି ମାଇ ଅଙ୍କଲ୍ ସନ୍, ହି ୱେଣ୍ଟ ଆମେରିକା few years back. Now he is earning a lot of money. When I say this to my son, he answers back that if everyone will become doctor or engineer, then who will be there for other professions? If teachers, laborers, farmers, etc. won't be there, then how the society will run? I can't be a doctor or engineer. Always this long lecture is from my son. Okay dear students, will continue next.